ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ମୁଁ ଆଜି ବରୁଣେଶ୍ୱର ମନ୍ଦିର ଆସିଥିଲି। ଚାଲନ୍ତୁ ମୁଁ ଭୋଗ ଦୋକାନ ଦେଖାଉଛି। ଏଠି ସାଇଡ଼୍ରେ 4-5ଟା ଭୋଗ ଦୋକାନ ଥିଲା, ଆପଣମାନେ ଦେଖିପାରୁଥିବେ। ଚାଲନ୍ତୁ ମୁଁ ପୁରା ମନ୍ଦିରକୁ ଯାଉଛି। ପହଞ୍ଚି ସାରିକି ସେଠି ଭଗବାନଙ୍କ ପାଖରେ ଆପଣମାନଙ୍କୁ ପୁରା ଫୁଲ୍ ଦେଖେଇବି ଭଗବାନ କେଉଁ ଜାଗାରେ ଅଛନ୍ତି। ଏବେ ଶୁଖିଲା କି ପାଣି ହେଇଯାଇଛି ମୁଁ ତ ଜାଣିନି, ସେଠି ପହଞ୍ଚିଲା ପରେ ଆପଣମାନଙ୍କୁ ସମସ୍ତଙ୍କୁ ଦେଖେଇବି। ତା ପୂର୍ବରୁ ମୋ ଭିଡ଼ିଓକୁ ଲାଇକ୍ ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଆଉ ସେଠି ପହଞ୍ଚି ସାରିକି ଆପଣମାନଙ୍କୁ ଦେଖେଇବି। ମୋତେ ଗୋଟେ ଭାଇ ଜଣେ କମେଣ୍ଟ କରି କହିଥିଲେ ମୋ ଫେସ୍ ଦେଖେଇବା ଲାଗି। ମୁଁ ଏବେ ତ ମୋ ଫେସ୍ ଦେଖାଉନି କୌଣସି ଭିଡ଼ିଓରେ, ଆପଣମାନଙ୍କୁ ବହୁତ ଜଲ୍ଦି ଦେଖେଇବି। କାହିଁକିନା ସେ ଟାଇମ୍ ଆସିଲେ ମୁଁ ବହୁତ ଜଲ୍ଦି ଆପଣମାନଙ୍କୁ ସମସ୍ତଙ୍କୁ ମୋ ଫେସ୍ ଦେଖେଇବି। ଏଠି ଦେଖିପାରୁଥିବେ ଗୋଟେ ଭୋଗ ଦୋକାନ ସାଇଡ଼୍ରେ ଅଛି। ଭଗବାନଙ୍କ ସାମ୍ନାକୁ ଏଠି ଗୋଟେ ନୂଆ ଭୋଗ ଦୋକାନ କରାଯାଇଛି, ଆପଣମାନେ ଦେଖିପାରୁଥିବେ। ମୁଁ ପହଞ୍ଚି ସାରିଲିଣି, ଆପଣମାନଙ୍କୁ ଦେଖେଇବି ଏବେ ଭଗବାନ କେଉଁ ଜାଗାରେ ଅଛନ୍ତି। ପାଣି ହେଇଛି କି ଶୁଖିଲା ହେଇଛି ଆପଣମାନଙ୍କୁ ଦେଖାଉଛି, ଭିଡ଼ିଓରେ ଦେଖିପାରୁଥିବେ। ଦେଖନ୍ତୁ ଭିତରେ ପୁରା ପାଣି ହେଇଯାଇଛି। ଏବେ ତ ଦର୍ଶନ କରିହେବନି, କାହିଁକିନା ପାଣି ଭିତରେ ଭଗବାନ ଦର୍ଶନ ଦେବେ ନାହିଁ। ପାଣି ଶୁଖିଲା ପରେ ସେ ହେଉଛି ଦର୍ଶନ କଲେ ଦେଖାଦେବେ। ଆଉ ଚାଲନ୍ତୁ ମୁଁ ମନ୍ଦିର ସାଇଡ଼୍ରେ କ'ଣ ଅଛି କ'ଣ ନାହିଁ ଆପଣମାନଙ୍କୁ ସବୁ ଦେଖେଇବି। ଇଏ ହେଉଛି ମନ୍ଦିର ସାଇଡ଼୍ ଭିଡ଼ିଓ ହେଉଛି। ଏଇ ସାଇଡ଼୍ରେ ଆପଣମାନଙ୍କୁ କ'ଣ ଅଛି ଦେଖେଇବି। ଚାଲନ୍ତୁ ଏଠି ଦେଖନ୍ତୁ ମୂର୍ତ୍ତି ସବୁ ସାଇଡ଼୍ରେ ଥୁଆ ହେଇଛି। ଏ ବାହାରକୁ ମୁଁ ଆସିସାରିଛି, ଆପଣମାନେ ଦେଖିପାରୁଥିବେ ଗୋଟେ ଗଛ ମୂଳରେ ଏଠି ବହୁତ ସାରା ମୂର୍ତ୍ତି ଥୁଆ ହେଇଛି। 40-50ଟା ମୂର୍ତ୍ତି ଥୁଆ ହେଇଛି। ଏ ତ ମନ୍ଦିର ଭିତରେ ଆକୁ ରଖା ହେଇନି, ଏ ଗଛ ମୂଳରେ କ'ଣ ପାଇଁ ରଖା ହେଇଛି ମୁଁ ଜାଣିନି। ସେଠି ଗଲାବେଳେ ନନାଙ୍କୁ ପଚାରିଲେ ନନା କହିବେ କ'ଣ ପାଇଁ ରଖା ହେଇଛି। ବହୁତ ସାରା ମୂର୍ତ୍ତି ଏଠି ଆପଣମାନେ ଦେଖିପାରୁଥିବେ ଥୁଆ ହେଇଛି। ଆଉ ଏପଟ ସାଇଡ଼୍ରେ ଚାଲନ୍ତୁ ମୁଁ ଆହୁରି ବି ମନ୍ଦିର ଅଛି ଦେଖେଇବି। ଦେଖିପାରୁଥିବେ ଏ ମନ୍ଦିର 3-4ଟା ଏଠି ଅଛି, ତା ଭିତରେ ବି ମୂର୍ତ୍ତି ହେଇଛି, ଆପଣମାନଙ୍କୁ ସବୁ ଦେଖେଇବି। ଚାଲନ୍ତୁ ଦେଖିପାରୁଥିବେ ଭିତର ମୂର୍ତ୍ତି, ସେ ମନ୍ଦିର 3ଟାଙ୍କର ମୂର୍ତ୍ତି, ଏ ଶିବଲିଙ୍ଗ ମୂର୍ତ୍ତି ସବୁ ହେଇଛି। ଆହୁରି ବି ବହୁତ ସାରା ଜିନିଷ ଅଛି ବରୁଣେଶ୍ୱର ମନ୍ଦିର। ଆଉ ଯେଉଁମାନେ ଆସିଛନ୍ତି ପ୍ଲିଜ୍ କମେଣ୍ଟ କରି କହିବେ, କାହିଁକିନା ଯେଉଁମାନେ ଜାଣିଛନ୍ତି ବି ବରୁଣେଶ୍ୱର ମନ୍ଦିର ବିଷୟରେ ବି ତମେ ବି କମେଣ୍ଟ କରି କହିବ।